ବର୍ତ୍ତମାନ ଆମେ ଦେଖିବା ଯେଉଁ ପ୍ରକାର ପୋଲିସ ଓଡ଼ିଶାର ପୋଲିସର ଦକ୍ଷତା ଏବଂ ଓଡ଼ିଆ ଲୋକଙ୍କର ସହନଶୀଳତା ତା ଉପରେ ଆମେ ଯଦି ଆଲୋଚନା କରିବା ତା ଉପରେ ଯଦି କିଛି ଦୃଷ୍ଟି ଆକର୍ଷଣ କରିବା ଆମେ ଦେଖିବା ବିଗତ କିଛି ଦିନ ଭିତରେ ପ୍ରାୟ ଏଇ ଗୋଟେ ମାସ ଭିତରେ 100 କିଲୋମିଟର ରେଡ଼ିୟସ୍ ଭିତରେ କି ପ୍ରକାର ମାନେ ଘଟଣା ଘଟି ଯାଇଛି ସେ ଲୋମ ଟାଙ୍କୁରିଆ ଘଟଣା ସବୁ ଘଟିଛି। ଗୋଟେ ହେଲା ଆପଣ ଦେଖିବେ କଣାସରେ ତାକୁ ବୁଲେଟ୍ ଚଢ଼େଇ ମାଛ ପନିକିରେ ତାକୁ ହାଣି ଦିବାଲୋକରେ ସମସ୍ତଙ୍କ ଆଗରେ ଏ କାର୍ଯ୍ୟ ହେଲା। ତାପରେ ବାଲିହନ୍ତା ଯେଉଁଟା ନରହନ୍ତାରେ ପରିଣତ ହୋଇଯାଇଛି ସେ ବାଲିହନ୍ତାରେ ଯେଉଁ ଟାଇପ୍ର ବିଭତ୍ସ କାଣ୍ଡ ଘଟିଲା ଗୋଷ୍ଠୀ ଗୋଟେ ବଡ଼ ଗୋଷ୍ଠୀ ଲୋକମାନେ ଉତ୍ତ୍ୟକ୍ତ ଯେମିତି ହଡ଼ା ମାତିଲେ ଗୋଠ ମାତିଲେ ହଡ଼ା ମାତେ ସେଇଭଳି ସେଠି ହଡ଼ା ମଧ୍ୟ ମାତିଗଲେ କିଛି ବୟସ୍କ ଲୋକ ମଧ୍ୟ ମାତିକି ତାକୁ ବାଡ଼େଇବାକୁ ଆରମ୍ଭ କଲେ କି ପ୍ରକାର ଘଟଣା। ତାପରେ ଆପଣ ଯିବେ ଓଡ଼ଗାଁରେ ତା ଖଣି ମାଫିଆ ମାନଙ୍କର ଯାହା ଆଲୋଚନା ହେଉଛି କି ଯାହା ଶୁଣାଯାଉଛି ଖଣି ମାଫିଆ ମାନେ ପୁଣି ମାରି ପକାଇଲେ ଦୁଇଟା ହାତ କାଟିଦେଲେ ତାପରେ ତାକୁ ବଦ୍ଧ କଲେ ଗଲା। ତାପରେ ଖଣ୍ଡପଡ଼ାରେ ଗୋଟେ ପିଲାକୁ 16 ବର୍ଷର ପିଲାକୁ ଜାଳି ତାକୁ ମାରିକି ଜାଳିଦେଲେ। ତ ଏ ପ୍ରକାର ଯଦି ବାଲିପାଟଣାରେ ମାନେ ସାଙ୍ଗକୁ ପଇସା ଆଦାୟ କରିବାରେ ତାକୁ ମାରିଦେଉଛି। ଏତିକି ଦିନ ଭିତରେ ଏଇ ଯେଉଁ ଘଟଣା କେବେ ଧରନ୍ତୁ ଆମକୁ ପ୍ରାୟ ମାନେ ଆମେ ଏତେ ବୟସ ହେଲାଣି ମୁଁ କେବେ ଦେଖିନଥିଲି ଓଡ଼ିଶାରେ ଏଇ ପ୍ରକାର ହତ୍ୟାକାଣ୍ଡ ଘଟିବ। ହତ୍ୟାକାଣ୍ଡ ଘଟିଛି ବହୁତ କରିଛି କିନ୍ତୁ କଣ୍ଟିନ୍ୟୁଅସଲି ମାନେ ଲୋକଙ୍କର ଯଦି ପୋଲିସ ଉପରେ କିଛି ଭୟ ନାହିଁ। ସାଧାରଣତଃ ପୋଲିସ ଉପରେ ଭୟ ବି କାହିଁକି ରହିବ? ପୋଲିସ ମାନେ ବର୍ତ୍ତମାନ ଯଦି ମାଛ ଖାଇବ ଇଲିସି ଚାକିରି କରିବ ପୋଲିସ ମାଛ ଖାଇବ ଇଲିସି ଏଇ ପ୍ରକାର ଯେଉଁ ଆମେ ଶୁଣୁଥିଲୁ ଛୁଆଦିନେ ଏଇ ପ୍ରକାର ଢଗ ଥିଲା। ଏବେ ସେ ଢଗଟାର ବାସ୍ତବ ରୂପ ନେଇଛି କ'ଣ ପୋଲିସ ମାନେ ବର୍ତ୍ତମାନ ଥାନାରେ ବସିକି ଆପଣ ସବୁଠୁ ସରକାରଙ୍କର ବଡ଼ ଭୁଲ ହେଲା ଯେ ଏସ୍ପିଙ୍କ ଉପରୁ ଏସ୍ପି ତଦୁର୍ଦ୍ଧ ସେମାନଙ୍କୁ ତୁମେ ପ୍ରପର୍ କମ୍ଫର୍ଟେବୁଲ୍ ଦିଅ କିନ୍ତୁ ଏସ୍ପି ତଳକୁ ଯେଉଁ ଅଫିସରମାନେ ରହିଲେ IAC ଠୁ ଆରମ୍ଭ କରିକି ଯେଉଁମାନେ ଖାଲି ତାଙ୍କୁ AC ରୁମ୍ରେ ସେ ବସିଲେ AC ରୁମ୍ରେ ବସିଲା ମାନେ କାମ କେତେବେଳେ କରିବେ? କାମ କାହିଁ କରିବେ? AC ରୁମ୍ରେ ବସିକି ହାକିମ ଦେଖେଇଲେ। ଆଉ ବର୍ତ୍ତମାନ ଦେଖୁଛ ବହୁତ IACଙ୍କ ନାଁରେ ଯେଉଁ ଯୌନ ବ୍ୟଭିଚାର ବର୍ତ୍ତମାନ ଘଟଣା ଆରମ୍ଭ ହେଲା। ଏଇସବୁ ଘଟଣା ଯେହେତୁ ନିବୁଜ ରୁମ୍ ରହିଲା ରୁଦ୍ଧ କୋଠରୀର ଅନ୍ଧାର କଥା ଭିତରେ କେହି ଆଉ ଜାଣିପାରିବେ ନାହିଁ। ତେଣୁ ଏଇଥିରେ ତାଙ୍କର ସମୟଟା ଚାଲିଲା। ତେଣୁ ଏଥିରେ ଆଉ କ'ଣ କରାଯିବ? ବର୍ତ୍ତମାନ ଦେଖନ୍ତୁ ଏଇ ଯେଉଁ ଘଟଣାରେ ଆପଣ ଦେଖିଲେ ମୁଁ ତାକୁ ମଧ୍ୟ ପୋଲିସର ନିଷ୍କ୍ରିୟତା ମୁଁ ଦେଖିଲି। ଗୋଟେ ଯଦି ଆମେ ଯିବା ଗୋଟେ ଆଠଗଡ଼ ଏଇଠି ପାଖାପାଖି କଟକର ନିକଟତମ ଜାଗା ହେଉଛି ସବୁଠୁ ଆଠଗଡ଼ରେ ଗୋଟେ ସେଣ୍ଟ ଜେଭିୟର ସ୍କୁଲଟିଏ ଅଛି। ସେ ସେଣ୍ଟ ଜେଭିୟର ସ୍କୁଲରେ ତାଙ୍କର 2 ଜଣ ବନ୍ଧୁ ଯେଉଁ ମ୍ୟାନେଜମେଣ୍ଟ ଭିତରେ କଳି ଲାଗିଲା। କିନ୍ତୁ ମ୍ୟାନେଜମେଣ୍ଟରେ ଯେଉଁ କଳି ଲାଗିଲା ସେଥିରେ ଯେଉଁ ମ୍ୟାନେଜମେଣ୍ଟର ପାୱାର ରହିଛି ଗୋଟେ ମ୍ୟାନେଜମେଣ୍ଟରେ ତାକୁ ଜଣକୁ ଗୋଟେ ଟ୍ରଷ୍ଟିକି ତାକୁ ବହିଷ୍କାର କରାଗଲା। କିନ୍ତୁ ସେ ଟ୍ରଷ୍ଟି କ'ଣ କଲେ ଯେହେତୁ ଏବଂ ସେଥିରେ ସେ ପ୍ରିନ୍ସିପାଲକୁ ବି ତାକୁ ସସ୍ପେଣ୍ଡ କରାହେଲା। ଏଇ ରାଗରେ ଆଠଗଡ଼ ଭଳିଆ ଜାଗାରେ 4ଟା ଟ୍ରକରେ କଟକ ଯେଉଁ ଚାରିଟା ବସ୍ରେ ଲୋକ ବୋଝେଇ ହେଇ ସେଠିକି ଯାଇକି ଗୋଟେ ସ୍କୁଲରେ ପଶିକି ଆକ୍ରମଣ କରିକି ସେ ପ୍ରିନ୍ସିପାଲ ତାଙ୍କର ଟିଚର ଆକାଉଣ୍ଟାଣ୍ଟ ସମସ୍ତଙ୍କୁ ଦିବାଲୋକରେ ତାଙ୍କୁ ବାଡ଼େଇକି ବାହାର କରିଦେଲେ। ତାଙ୍କର ସ୍ୱାଇପିଂ ମେସିନ୍ ନେଇଗଲେ, ତାଙ୍କର ପଇସା ନେଇଗଲେ। ଏ ସବୁ ଯେଉଁ ମାନେ କରିଦେଲେ ଆଉ ସେତିକିବେଳେ ଦେଖିଲା ବେଳକୁ ଯେବେ ଗଲେ ପୋଲିସ ନାହିଁ ଓ IAC ନାହିଁ ଆଉ ତାଙ୍କର SDPO ନାହିଁ। ସେଥିରେ ଗୋଟେ କଜଳପାତିଆ ଭଦ୍ରଲୋକ ଭାବରେ ତାଙ୍କର ଆସିଷ୍ଟାଣ୍ଟ ଗୋଟେ କଲେକ୍ଟର କିଏ ଅଛି ସିଏ ତାକୁ ତା ନାଁ ମାନସ ବେହେରା ଯିଏକି କ'ଣ ଶୁଣାହେଉଛି ଲୋକମାନେ ସେ ଯେଉଁ ପ୍ରିନ୍ସିପାଲ ଥିଲା ତାର ଯେଉଁ ବହିଷ୍କୃତ ପ୍ରିନ୍ସିପାଲ ତା ସାଙ୍ଗରେ ସେ ମଦ୍ୟପାନ କରନ୍ତି କ'ଣ ତାଙ୍କର ମଦ ଆସରର ସାଥୀ ସିଏ ବୋଲି ଲୋକ କହୁଛନ୍ତି।
ଯଦି ଏଇ ପ୍ରକାର ଘଟଣା ସିଏ ଆସି କଜଳପାତିଆ ଭଦ୍ରଲୋକ ହେଇକି ଆଚ୍ଛା 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 ସେମାନେ ରହିବେ ଇଏ କରି ସେ କରି ରହିଲା। ବର୍ତ୍ତମାନ ତାର କିଛି ପାୱାର ନାହିଁ। ସିଏ ବର୍ତ୍ତମାନ ସବ୍ କଲେକ୍ଟର ଅଫିସରେ ବସିକି ଏମାନଙ୍କର ଏଇ ଆଙ୍କ ଭିତରେ କେସ୍ ଚାଲିଛି। କେସ୍ ଉପରେ ସିଏ ମଧ୍ୟ ଗୋଟେ ସୁପ୍ରିମକୋର୍ଟ ଭଳି ବସି ବର୍ତ୍ତମାନ ବିଚାର ଆଲୋଚନା କରୁଛନ୍ତି। ତ ପୋଲିସର ଏଇ ନିଷ୍କ୍ରିୟ ଦେଖନ୍ତୁ ଆଇଆଇସି ସେଠି ଗୋଟେ ମାନେ ପ୍ରଚୁର ଭାବରେ ତ ଏମାନେ କ'ଣ କି ପ୍ରଚୁର ଭାବରେ ପଇସା ଖାଉଛନ୍ତି ଆଉ କ'ଣ ତାଙ୍କର ବର୍ତ୍ତମାନ ସବୁଠୁ ଦେଖାଯିବ ଯେଉଁ ପୋଲିସମାନଙ୍କର ଆଉ କହୁଛୁ ସରକାରୀ କର୍ମଚାରୀଙ୍କର ଦେଖିବା ଯେ ସେମାନେ ସବୁ କାର୍ଯ୍ୟ କଟକ ଭୁବନେଶ୍ୱରରେ କାହାର କେଉଁଠି ଜାଗା ସବୁ କିଣିଲେ এইটাକୁ ଗୋଟେ ଦେଖିବାର ଅଛି। ସବୁ ଚୋରା ଲୁଚା କିଏ ସ୍ତ୍ରୀର କି ପିଲାର କାହା ନାଁରେ ସବୁ ଯେଉଁ ଜାଗା କିଣୁଛନ୍ତି ୟାର ଗୋଟେ ତନଖି କରିବା କଥା। ଆଉ ପୋଲିସର ନିଷ୍କ୍ରିୟତାଟାକୁ ଯଦି ତାକୁ ଆକ୍ଟିଭେଟ୍ ନ କରାଯାଏ କାହିଁକିନା ମୁଁ ତ ସକାଳେ ମର୍ଣ୍ଣିଂ ୱାକ୍ରେ ଯାଏ ମୁଁ ଦେଖେ ପୋଲିସଙ୍କର ଗୋଟିଏ ଧର୍ମ ହେଲା ଯେଉଁ PCR ଭ୍ୟାନର କେଉଁ ଗାଡ଼ିଟା କେଉଁ ଜିନିଷ ନେଇକି ଯାଉ ଧର ତାକୁ ଧରିକି ତାଠୁ କିଛି ଆଦାୟ କର। ଆଚ୍ଛା ଆଉ ଗୋଟେ ପୋଲିସଙ୍କର ଦେଖନ୍ତୁ ବାଟରେ ଯାଉଥିବେ ଟ୍ରାଫିକରେ ଲୋକଙ୍କୁ କେମିତି ଧରିବା ସେଇଟା ଦେଖିବା ଦେଖିକି ଚାଲାଣ କାଟିବା। ଆଉ ଗୋଟେ ପୋଲିସ ବସିଥିବେ ଫଟକିରି ଫଟୋ ଉଠେଇକି ଗୋଟେ ଚାଲାଣ କାଟିବା ଛାଡ଼ିଲେ ଏଇଥିରେ ଯେତିକି ଧୁରନ୍ଧର ସେ କ୍ରାଇମ୍ କାହିଁକି ଧରିବେ। ତେଣୁ ତାଙ୍କ ଉପରେ ଯଦି ସେଇ ଏରିଆର ପୋଲିସଙ୍କ ଉପରେ ନିର୍ଦ୍ଦିଷ୍ଟ ଭାବରେ କିଛି ଦୃଷ୍ଟାନ୍ତମୂଳକ ଆକ୍ସନ୍ ନିଆଯାଏ। ତଥା ଦେଖନ୍ତୁ ଆଠଗଡ଼ରେ ଗୋଟେ ଦୁଇ ଦଳ ଗୋଷ୍ଠୀରେ ଚାଲିଛି ଗଣ୍ଡଗୋଳ। ଗୋଟେ ଗୋଷ୍ଠୀରେ କେସ୍ରେ ଜିତିକି ରହିଛି ତାଙ୍କ ଉପରେ କିଛି ନାହିଁ। ଯେଉଁ ଗୋଷ୍ଠୀ ତାକୁ ହାରି ଯାଇଛି ଆଇଆଇସି ତାକୁ ପ୍ରୋତ୍ସାହନ ଦେଇକି ଆଇଆଇସି ଆଉ ଏଇ ଯେଉଁ ଆସିଷ୍ଟାଣ୍ଟ କଲେକ୍ଟର ସିଏ ଯାଇକି ତାଙ୍କୁ ସ୍କୁଲଟାକୁ ତାଙ୍କ ଦ୍ୱାରା ଚଳାଉଛନ୍ତି ତାଙ୍କଠୁ ପଇସା ପତ୍ର ଖାଇକି ଚଳାଉଛନ୍ତି। ବର୍ତ୍ତମାନ ଯଦି ଏଇଭଳି ଆମର ଶାସନ ଚାଲିବ ଆମେ କାହା ଉପରେ ବାଡ଼ ଯଦି କ୍ଷେତ ଖାଇବ ଆମେ କାହାକୁ ବିଶ୍ୱାସ କରିବା। ସବୁଠୁ ପରିତାପର ବିଷୟ ହେଲା ଆମର ବର୍ତ୍ତମାନ ଏଇଟା ମୁଖ୍ୟମନ୍ତ୍ରୀଙ୍କ ଲୋଚନକୁ ଆଣିବା ଗୋଚରକୁ ଆଣିବା ଦରକାର ଯେ ଏଇ ତାଙ୍କରି ବିଜେପି ଶାସନ ଭିତରେ ମୋଦିଙ୍କର ଯେଉଁ ଆପଣାପନ ଶାସନ ଭିତରେ ଏତେ ଗୁଡ଼େ ବିଭ୍ରାଟ କେମିତି ଘଟୁଛି। ଏଇ ବାବୁ କ୍ରେସିଟା କେମିତି ଡେଭଲପ୍ କରିଯାଇଛି ମାନେ ପୋଲିସ କ୍ରେସିଟା ଡେଭଲପ୍ କରିଯାଇଛି। ପୋଲିସ ଶାସନ ବର୍ତ୍ତମାନ ପୋଲିସ ଶାସନ ହେଲା। ପୋଲିସ ମାନେ ଯାହାକୁ ଚାହିଁଲେ ସେ ଆଇଆଇସି ଚାହିଁଲେ ଆଠଗଡ଼ର ସେ ଦଳକୁ ତା ଭିତରେ ଭର୍ତ୍ତି କରି ସେ ଆଖି ବୁଜିକି ରହିଗଲା। ଯାହା ପିଟ କଟକରୁ ଲୋକ ଗୁଣ୍ଡା ଗଲେ ଲୋକଙ୍କୁ ପିଟିକି ବାହାର କରିଦେଲେ ସ୍କୁଲ ମାନେ ସ୍କୁଲର କର୍ମକର୍ତ୍ତା ମାନେ ସବୁ ବାହାର ବୁଲୁଛନ୍ତି। ତେଣୁ ଏଇ ପ୍ରକାର ଯଦି ଶାସନ ଚାଲିବ ଆମେ କାହାକୁ କ'ଣ କହିବା। ସେଥିପାଇଁ ଏକମାତ୍ର ବର୍ତ୍ତମାନ ଏ ଷ୍ଟେଟ୍କୁ ଈଶ୍ୱର ହିଁ ଦାୟୀ ହେବେ ଆଉ କିଛି ନାହିଁ। ଈଶ୍ୱର ହିଁ ଭରସା ସମସ୍ତଙ୍କର। ଲୋକମାନେ କୋର୍ଟ କଚେରୀ କେତେ କୋର୍ଟ କଚେରୀ ଦୌଡ଼ିବେ ଲୋକମାନେ। ଆମେ ୟାର ଫାଇଦା କ'ଣ ହେବ ଆଉ କୋର୍ଟ କଚେରୀ ଆସିବା ଆମେ ଓକିଲମାନେ କିଛି ପଇସା ପାଇବୁ କିନ୍ତୁ ଏଇଟା ଚାଲିଥିବ ବର୍ଷ ବର୍ଷ ଧରିକି ଆଉ କ'ଣ ଆମେ ନେଉଟିଆ କିଆରି ବେଳେ ଖାଉଥିବୁ ଲୋକମାନେ ହଇରାଣ ହେଉଥିବେ ଏମିତି ବେପାର ଚାଲିଥିବ। ଆଉ ବାବୁ ଭଳିଆ ପୋଲିସ ଆଉ ଯେଉଁ ବାବୁମାନେ ଅଛନ୍ତି ଏଇ ଯେଉଁ ମାନସ ବେହେରା ଭଳିଆ ଆସିଷ୍ଟାଣ୍ଟ ଯେଉଁ କଲେକ୍ଟର ଅଛନ୍ତି ଏଇଭଳିଆ ଲୋକ ତ ବଞ୍ଚିବେ ବେଶ ଆରାମରେ ଦୁଇ ପାର୍ଟିରେ ଗଣ୍ଡଗୋଳ କରିକି ବେଶ ଆରାମରେ ନେଉଟିଆ କିଆରି ଭଳିଆ ଧୋଉଥିବେ ଆଉ ଖାଉଥିବେ ଆଉ।